ଜଙ୍ଗଲ ଭିତରୁ ଜଣେ ଯୁବକର ସନ୍ଦେହଜନକ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ତେବେ ତାଙ୍କ ପରିବାର ଲୋକମାନେ ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରତନପୁର ଗ୍ରାମ ଜଙ୍ଗଲ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ବାରକୋଟ ଥାନା ଅଧୀନ ଖଳିନାଳି ଗ୍ରାମର ଅମରନାଥ ସାହୁ। ନାଁଟା ମୁଁ ସାର୍ ବିଧୁଭୂଷଣ ସାହୁ, ଅମରନାଥର ବୋବା ପୁଅ। ତାର କ'ଣ ହେଇଛି ଘଟଣା ଆଜି? ଘଟଣା ସାର୍ ଆଜି ତାକୁ ଏଠି ଇଏ କରାହେଇଛି, ମାରିକି ଏଠି ଉଳେଇ ଦେଇଛନ୍ତି। ସେ ଇଏରେ ତାର ବଡ଼ିଟା ତଳେ ପୁରା ଲାଗିକି ଅଛି। ଆମେ ଏଇଟା ସନ୍ଦେହ କରୁଛୁ ତାର ପ୍ରେମଜନିତ ଏଇଟା ଇଏ ଅଛି। ଆଉ ତାକୁ ହତ୍ୟା ସେଇଟା କରିକି ତାକୁ ଏଠି ଉଳେଇ ଦେଇଛନ୍ତି। ଆଉ ଆମେ ଏଇଟା ତଦନ୍ତ ପାଇଁ ଆମେ ଆଇଆସିକୁ ଏଇଟା ଦାବି କରୁଛୁ। ତେବେ ମୃତ ଯୁବକ ଅମରନାଥ ସାହୁ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଅଞ୍ଚଳରେ ଟାଟା ପାୱାର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ପ୍ରେମ ସମ୍ପର୍କକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକମାନେ ଅଭିଯୋଗ ଆଣିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୁଲିସ ଅନୁସନ୍ଧାନ କରୁଛି। ଆଉ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେଣୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିପାରିବ। ଅତି ଦୁଃଖଦ ଘଟଣା। ଏ ବାବୁ ହେଲେ ଆମ ଗାଁର ପିଲା, ବୟସ 29। ସେ ଆଜି କ'ଣ ନାକ୍ଟିଦେଉଳରୁ ଆସିଥିଲା। ଆଜି ଜଇଁ ଦେଖା ଥିଲା, ତାର ଝିଅ ଘର ଦେଖି ଆସିବା କଥା ତାଙ୍କୁ ଜଇଁ ଆକାରରେ, କିନ୍ତୁ ତାର 7:30 ପରେ ତା ସୁଇଚ୍ ଅଫ୍ ହୋଇଗଲା। ସେମାନେ ବହୁତ ଚେଷ୍ଟା କରି ଖୋଜାଖୋଜି ଗଲା ପରେ ଆମର ରିଆମାଳ ଥାନାରୁ ଫୋନ୍ ଯାଇଛି କେଉଁଠିକି କଲାକୁ। ତାପରେ କଲାର ପିଲାମାନେ ମୋତେ ଫୋନ୍ କଲେ ଯେ ଏମିତି ଗୋଟେ ଘଟଣା ଘଟି, ତାକୁ ସେ କାଳିଆର ଆଉ ଦେଖା ମିଳୁନାହିଁ। ମୁଁ ଦେବଗଡ଼ ଥିଲି, ଆସିକି ଦେଖିଲା ବେଳେ ଗୋଟେ ଜାଗାରେ ଗଛରେ ସିଏ ଗୋଟେ ସନ୍ଦେହଜନକ ଅବସ୍ଥାରେ ଅଛି। ସେଇଟା ତାକୁ କିଏ ମର୍ଡ଼ର କରିଦେଇଥାଇପାରେ କି ମାନେ ସେ ନିଜେ ସୁଇସାଇଡ଼୍ ବି କରିଥାଇପାରେ, କେଉଁଟା ବି ଜଣାପଡ଼ୁନାହିଁ। ତଥାପି ଆମର ସନ୍ଦେହ ରହୁଛି ଯେ ତାଙ୍କୁ କୌଣସି କାରଣବଶତଃ ମର୍ଡ଼ର କରାଯାଇପାରିଥାଏ। ଆଉ ତାଙ୍କ ପରିବାର ତରଫରୁ ହଉ ଆମର ପବ୍ଲିକ୍ ତରଫରୁ ଗୋଟେ ଡାଉଟ୍ ରହୁଛି, ଯଦି କିଛି ସେମିତି ଘଟଣା ହେଇଛି ତାହେଲେ ଏହା ତଦନ୍ତ ହେଉ ଏବଂ ତଦନ୍ତ ସତ୍ୟାସତ୍ୟ ବାହାରିଲେ ସମସ୍ତେ ନିଶ୍ଚୟ ପର୍ଦ୍ଦାଫାଶ ହେବ ବୋଲି ଆଶା କରିବେ।